ଓଡ଼ିଶା ରାଜ୍ୟର ପ୍ରତୀକ ଗୁଡ଼ିକ ବିଷୟରେ କଥା ହେବା ଯାହା ଓଡ଼ିଶାର ସଂସ୍କୃତି ଆଉ ପରିବେଶକୁ ପ୍ରତିନିଧିତ୍ୱ କରେ। ତ ରାଜ୍ୟ ପଶୁ ହେଉଛି ସମ୍ବର ହରିଣ, ରାଜ୍ୟ ପକ୍ଷୀ ଭଦଭଦଳିଆ, ରାଜ୍ୟ ବୃକ୍ଷ ଅଶ୍ୱସ୍ଥ ବୃକ୍ଷ, ରାଜ୍ୟ ପୁଷ୍ପ ଅଶୋକ ପୁଷ୍ପ, ରାଜ୍ୟ ମାଛ ମହାନଦୀ ମାହଶିର, ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ରଚିତ କାହା ଦ୍ୱାରା ନା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା। ରାଜ୍ୟ ନୃତ୍ୟ ଓଡ଼ିଶୀ, ରାଜ୍ୟ ମିଷ୍ଟାନ ଓଡ଼ିଶା ରସଗୋଲା ଯାହା 2019ରେ ଜିଆଇ ଟ୍ୟାଗ ପ୍ରାପ୍ତ। ରାଜ୍ୟର ପ୍ରତୀକ ଯାହା ଓଡ଼ିଶା ସରକାର ଅଫିସିଆଲ ମୋହର ବା ପ୍ରତୀକରେ କିଛି ବିଶେଷ ଚିହ୍ନ ରହିଛି, ଯେଉଁଭଳି ଭାବରେ କୋଣାର୍କର ଅଶ୍ୱ ଦ ହର୍ସ ଅଫ୍ କୋଣାର୍କ ସୂର୍ଯ୍ୟ ମନ୍ଦିରର ଶୃଙ୍ଖଳିତ ଯୋଦ୍ଧା ଓ ଅଶ୍ୱ ମୂର୍ତ୍ତି ଯାହା ଶକ୍ତି ଆଉ ଅଗ୍ରଗତିର ପ୍ରତୀକ। ଅଶୋକ ସ୍ତମ୍ଭ ଏହାର ପ୍ରତୀକର ଉପର ଭାଗରେ ରହିଥାଏ। ସତ୍ୟମେବ ଜୟତେ ଏହି ଜାତୀୟ ଆଦର୍ଶ ବାକ୍ୟ ମଧ୍ୟ ଏଥିରେ ଲିଖିତ। ବନ୍ଦେ ଉତ୍କଳ ଜନନୀ ରାଜ୍ୟର ଯେଉଁ ସଙ୍ଗୀତଟି ଅଛି ଏହା 7 ଜୁନ 2020ରେ ଓଡ଼ିଶା ମନ୍ତ୍ରିମଣ୍ଡଳ ଦ୍ୱାରା ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଥିଲା। ପ୍ରତିବର୍ଷ ଏପ୍ରିଲ 1 ତାରିଖକୁ ଓଡ଼ିଶା ପ୍ରତିଷ୍ଠା ଦିବସ ବା ଉତ୍କଳ ଦିବସ ଭାବେ ପାଳନ କରାଯାଏ। ତ ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି ଡାଉଟ୍ ଅଛି କମେଣ୍ଟ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଲାଇକ୍ କରିଦେବ, ଭିଡ଼ିଓକୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।